नमस्कार वेलकम और वेलकम बैक टू माय यूट्यूब चैनल। आई होप आपण माने भलरे थिबे। मु भी बहुत भलरे अछि। लेट न करी चलंते स्टार्ट करिबा आजिर ब्लॉग। एटी फर्स्ट मो हस्बैंड ओडिसा रो आसी पहुंच जाइतिले हैदराबाद रे। आ फास्ट पहुंचला पर किछि कहबा पूर्व कोन कहउचंती देखंतु। ना करे हो जा ना जब मुझे गाड़ी में तो दाढ़ी बड़ी काट के आसे हां खाओ गाड़ी बात फ्रेश फ्रेश गाधे बदे में कदर असले गाधे ମୁଁ ତାଙ୍କୁ କହିଥିଲି କି କ୍ଲିନ୍ ସେଭ୍ ହେଇକି ଆସିବା ହାଇଦ୍ରାବାଦ ଆସିବା ପୂର୍ବରୁ। ତ ସେ ସେଭ୍ ହେଇନଥିଲେ ବୋଲି ରୁମ୍ରେ ପଶିବା ପୂର୍ବରୁ ହିଁ ପଳେଇଥିଲେ ସେଭ୍ ହେବା ପାଇଁ। ତାପରେ ସେ ଆସି ଫ୍ରେଶ୍ ହେଲା ପରେ ଆମେ ସମସ୍ତେ ଏଠି ସାଙ୍ଗ ହେଇକି ଆମ ଲଞ୍ଚ୍ ଏନ୍ଜୟ କଲୁ। ଆଉ ଲଞ୍ଚରେ ଥିଲା ପଖାଳ, ମାଛ ଭଜା, ବଡ଼ିଚୁରା, ଚିଙ୍ଗୁଡ଼ି ଛେଚା, କଞ୍ଚା ଆମ୍ବର ଚଟଣି ଆଉ କାକୁଡ଼ି ସାଲାଡ଼। ଖାଇବାଠୁ ଷ୍ଟାର୍ଟ ହେଇଥିଲା ଆମର ଖଟି। ଆଉ ଖାଇବା ପରେ ବି ସେଟା ସରିନଥିଲା, କଣ୍ଟିନ୍ୟୁ ରହିଲା। ମୋର ଭଲ ବରଟା ମିଳୁନି ସଇଲା ବୁଢା ଘର ମିଳିବ हंडिया पर मिलियो मते लागुची ଇଭିନିଂରେ ଆମେ ଟିକେ ପଳେଇ ଆସିଥିଲୁ ବାହାରକୁ। ଆଉ ତାପରେ ଟ୍ରେଣ୍ଡସ୍ ଆସିଥିଲୁ ଆମେ ସପିଂ କରିବା ପାଇଁ। ତ ଆମେ ସେଇଠୁ ସପିଂ କରି ପଳେଇ ଆସିଥିଲୁ ଟାକୋ ବେଲ୍ ଟାକୋସ୍ ଟ୍ରାଏ କରିବା ପାଇଁ। ଆଉ ଅର୍ଡ଼ର ଦେବାର କିଛି ଟାଇମ୍ ଭିତରେ ହିଁ ଆମ ଅର୍ଡ଼ର ଆସିଯାଇଥିଲା। ତ ଆମେ ସେଠି ଟାକୋ ଏନ୍ଜୟ କରି ପଳେଇ ଆସିଥିଲୁ ରୁମ୍କୁ। ନେକ୍ସଟ ଡେ ଷ୍ଟାର୍ଟ ହେଇଥିଲା ମିଶ୍ରି ଆଉ ଚିଆ ସିଡ୍ ପାଣିରୁ। ଆଉ ସେ ଯେହେତୁ ବସ୍ରେ ଟ୍ରାଭେଲ୍ କରିକି ଆସିଥିଲେ ଟିକେ ବଡ଼ି ଡିହାଇଡ୍ରେଟ୍ ହେଇଯାଇଥିଲା। ତ ମୁଁ ରାତିରୁ ହିଁ ମିଶ୍ରି ଆଉ ଚିଆ ସିଡ୍କୁ ପାଣିରେ ଭିଜେଇ ରଖିଥିଲି। ତାଙ୍କୁ ସକାଳେ ଦେଇ ଦେଇଥିଲି ପିଇବା ପାଇଁ। ତାପରେ ବ୍ରେକଫାଷ୍ଟରେ ମୁଁ ପୋହା ବନେଇଥିଲି। ଏଠି ମୁଁ ରେଡ୍ କଲର୍ର ଯୋଉ ଚୁଡ଼ା ଆସେ ନା ଦେଶୀ ବାଲା, ସେଇ ଚୁଡ଼ା ୟୁଜ୍ କରୁଛି। ସେଟା ବହୁତ ହେଲ୍ଦି ଥାଏ। ତାପରେ ରୁମ୍ରେ ୱାଟରମେଲନ୍ ବି ଥିଲା, ତ ମୁଁ ସେଥିରେ ଜୁସ୍ ବନେଇକି ତାଙ୍କୁ ଦେଇ ଦେଇଥିଲି। ଇଭିନିଂରେ ଆମେ ପିଓର ଆଣ୍ଡ ନ୍ୟାଚୁରାଲ ପଳେଇ ଆସିଥିଲୁ ଡିନର୍ ଆଉ ନେକ୍ସଟ ଡେ ପାଇଁ କିଛି କିଛି ପରିବା ନେବା ପାଇଁ। ନେକ୍ସଟ ଡେ ବ୍ରେକଫାଷ୍ଟରେ ମୁଁ ବେସନ ଚିଲା ବନେଇଥିଲି। ଆଉ ସେ ଯେହେତୁ କାମ କରୁଥିଲେ, ମୁଁ ତାଙ୍କ ପାଖରେ ନେଇ ଗୋଟେ ଗୋଟେ କରି ଗରମ ଗରମ ଦେଇ ଆସୁଥିଲି। ତାପରେ ମୁଁ ଏଠି ନେଇ ପ୍ରତିଭାକୁ ଦେଇ ଦେଇଥିଲି ଆଉ ଅନୁକୁ ବି ଦେଇ ଦେଇଥିଲି। ସେ ଏଠି ଏମିତି ରିଆକ୍ସନ୍ ଦଉଛି କ'ଣ ପାଇଁ ନା ଆମେ କେହି ବି ଅଫିସ୍ ଯାଉନୁ ଆଉ ତାକୁ ଏକୁଟିଆ ଅଫିସ୍ ଯିବାକୁ ପଡ଼ୁଛି। ତାପରେ ଲଞ୍ଚରେ ମୁଁ ଭାତ, ଡାଲି, କଦଳୀ ଭଜା, କୁନ୍ଦୁରି ଭଜା, ପାମ୍ପଡ଼, ବଡ଼ିଚୁରା ଆଉ ସାଲାଡ଼ ବନେଇଥିଲି। ଲଞ୍ଚ ପରେ ଆମେ ଆସିଥିଲୁ ଗ୍ୟାସ୍ ଅଫିସ୍। ମୋର ଗ୍ୟାସ୍ କନେକ୍ସନ୍ ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଟ୍ରାନ୍ସଫର୍ କରିବା ପାଇଁ। କିନ୍ତୁ ସେଦିନ କାମ କମ୍ପ୍ଲିଟ୍ ହେଲାନି, ନେକ୍ସଟ ଡେ ଆସିବାକୁ କହିଲେ। ତ ଆମେ ସେଠୁ ପଳେଇଥିଲୁ ଡିମାର୍ଟ। ଡିମାର୍ଟରୁ ଆମକୁ କିଛି ବେସିକ୍ ସାମାନ ସବୁ ଆଣିବାର ଥିଲା। ଆଉ ଏଠି କିଡ୍ ସେକ୍ସନ୍ ଆସି ତାଙ୍କର ପିଲାଲିଆମି ବାହାରି ଯାଇଥିଲା। ଛୋଟ ଛୁଆ ହେଇଯାଇଥିଲେ ସେଠି ସେ।
ମତେ ତ ତାଙ୍କର ଏଇ ସାଇଡ୍ ବହୁତ ପସନ୍ଦ। ଆଉ ଲାଇଫ୍ ଯେତେ ବି ସିରିୟସ୍ ହଉନା କାହିଁକି ଏଇ ଛୋଟ ଛୋଟ ଚାଇଲ୍ଡିସ୍ ମୋମେଣ୍ଟ ସବୁକୁ ଲାଇଟ୍ ଫିଲ୍ କରେଇ ଦିଏ। ଯାଇଥିଲୁ ତ ଅଳ୍ପ କିଛି ସାମାନ ଆଣିବା ପାଇଁ, କିନ୍ତୁ ଏତେ ସାରା ସାମାନ ହେଇଯିବ ଜାଣିନଥିଲୁ। ଗାଇସ୍ ଆଇକିଆ ଯିବାର ଥିଲା, ଆଇକିଆ ବି ଯାଇ ବ୍ଲଗ କରିଥାନ୍ତେ ଦିଦି। ଦେଖ ଟିକେ ହସି ଦିଅ, ଅନା ଆଖି ଖୋଲ ମଧୁସ୍ମିତା ସାହୁ ଆଖି ଖୋଲ। ସେ ଆଉ ଅଳ୍ପ ସମୟ ପରେ ମେଡ଼ିକାଲ ଯିବେ, ମେଡ଼ିକାଲ ଯାଇକି ଆଡ଼ମିଟ୍ ହେବେ, କାହିଁକିନା ସେ ଆଉ ଆଖି ବି ଖୋଲି ପାରୁନାହାନ୍ତି। ଦେଖନ୍ତୁ ଭଲସେ ଦେଖି ଦିଅନ୍ତୁ, ଆଗକୁ ଯାଇ କ'ଣ ହେବ କିଛି ଠିକ୍ ନାହିଁ, କିଛି ଜଣାପଡ଼ୁନି କ'ଣ ହେଇପାରେ, କିଛି ବି ହେଇଯାଇପାରେ ତାଙ୍କ ସାଙ୍ଗେ। ନାନୀ ହସୁଛି। ନେକ୍ସଟ ଡେ ମୋ ଦେହ ବହୁତ ଖରାପ ହେଇଯାଇଥିଲା। ଏଠି ମୋ ହଜବେଣ୍ଡ ଆଣି ମୋତେ ORS ଦଉଥିଲେ ଟିକେ ଏନର୍ଜେଟିକ୍ ଫିଲ୍ କରିବାକୁ। ଭାବିଥିଲି ହାଇଦ୍ରାବାଦରୁ ଯିବା ପୂର୍ବରୁ ଟିକେ ଆଇକିଆରେ ଗୋଟେ ବ୍ଲଗ ବନେଇବି ବୋଲି, ହେଲେ ପସିବଲ୍ ହେଲାନି। ଆଉ ଏଇଟା ହେଉଛି ରାତି ଟାଇମ୍ର ସିନ୍। ଆଉ ଏମାନେ ଏତେ ବସିକି ହସିଛନ୍ତି ସେଦିନ ରାତି ସାରା, ମାନେ ସକାଳ ପର୍ଯ୍ୟନ୍ତ ତାଙ୍କର ଗପ ଆଉ ହସ ଚାଲିଥିଲା। ଆଉ ମଝିରେ ତାଙ୍କୁ ଭୋକ ବି ହେଲା ବୋଲି ସେ ପିଜା ବି ଅର୍ଡର କରିକି ଖାଇଥିଲେ ସମସ୍ତେ। ନେକ୍ସଟ ଡେ ମର୍ଣ୍ଣିଂରେ ଆମେ ଆସିଥିଲୁ ସୋଚ୍ ବ୍ରେକଫାଷ୍ଟ କରିବା ପାଇଁ। ଆଉ ଏଠି ବହୁତ ଭଲ ସାଉଥ୍ ଇଣ୍ଡିଆନ୍ ବ୍ରେକଫାଷ୍ଟ ମିଳେ। ମୋତେ ସେଦିନ ଇଚ୍ଛା ଥିଲା ଇଡଲି ସାମ୍ବର ଖାଇବା ପାଇଁ, କିନ୍ତୁ LPG ସର୍ଟେଜ୍ ପାଇଁ ସେଠି ସାମ୍ବର ଅନଆଭେଲେବଲ୍ ଥିଲା, ତ ମୋତେ ଇଡଲି ସହିତ ଚଟଣି ଖାଇବାକୁ ପଡ଼ିଲା। ଆଉ ସିଏ ତାଙ୍କ ପାଇଁ ମସଲା ଦୋସା ଅର୍ଡ଼ର କରିଥିଲେ। ଆଉ ଆମେ ସେଇଠି ବସିକି ଖାଇଥିଲୁ। ଆଉ ଆଟମସ୍ଫିୟରଟା ବହୁତ ଶାନ୍ତ, ଆଉ ସକାଳର ଭାଇବ୍ସ ବହୁତ ଭଲ ଥିଲା। ତ ଆମେ ସେଠି ବ୍ରେକଫାଷ୍ଟ କମ୍ପ୍ଲିଟ୍ କରି ପୁଣି ଗ୍ୟାସ୍ ଅଫିସ୍ ବାହାରି ଗଲୁ। ଆଉ ରାସ୍ତାରେ ଏତେ ଭିଡ଼ ଥିଲା, ଆପଣମାନେ ଦେଖିପାରୁଥିବେ, ବହୁତ ଟ୍ରାଫିକ୍ ଥିଲା। ଆମେ ଆସି ଗ୍ୟାସ୍ ଅଫିସରେ ପହଞ୍ଚିଗଲୁ। ଆଉ ଏଠି ବି ବହୁତ ଭିଡ଼ ଥିଲା, ଟିକେ ଟାଇମ୍ ଲାଗିଲା, କିନ୍ତୁ କାମ ହେଇଗଲା। ତାପରେ ଆମେ ସେଠୁ ପଳେଇ ଆସିଥିଲୁ। ମୁଁ ଆପଣମାନଙ୍କୁ କହିନି କି ମୋ ହଜବେଣ୍ଡ ହାଇଦ୍ରାବାଦ କ'ଣ ପାଇଁ ଆସିଛନ୍ତି। ଯେହେତୁ ମୁଁ ଓଡ଼ିଶା ସିଫ୍ଟ ହେଉଛି ତାଙ୍କ ସହ, ତ ସେ ମୋତେ ନେବା ପାଇଁ ଆସିଛନ୍ତି। ଛାଡ଼ନ୍ତୁ ସେସବୁ, ଆମେ ସେଇଠୁ ପଳେଇ ଆସିଥିଲୁ ଜୁଡ଼ିଓ। ଆମେ ସେଇଠୁ ଅଳ୍ପ କିଛି ସପିଂ କରି ପଳେଇ ଆସିଥିଲୁ। ତା ବାଟରେ ଫ୍ରୁଟ୍ସ କିଛି କିଣିକି ନେଲୁ। ଆଉ ଖରାରେ ଏତେ ଶୋଷ ଲାଗୁଥିଲା, ତ ଆମେ ସେଇଠି ପଇଡ଼ ବି ଗୋଟେ ବୋଟଲରେ ପଇଡ଼ ପାଣି ଭରିକି ନେଇଗଲୁ।
ଆଉ ଏଇଟା ଥିଲା ମୋର ଲାଷ୍ଟ ନାଇଟ୍ ହାଇଦ୍ରାବାଦରେ। ଆଉ ନାଇଟ୍ରେ ହାଇଦ୍ରାବାଦ ବହୁତ ସୁନ୍ଦର ଲାଗେ, ତ ଆମେ 2 ଜଣ ଯାକ ପଳେଇ ଆସିଥିଲୁ ନାଇଟ୍ ଭିୟୁ ଏନ୍ଜୟ କରିବା ପାଇଁ। ଠିକ୍ ଅଛି, ଆଜିର ଭିଡ଼ିଓ ମୁଁ ଏଠି ଏଣ୍ଡ କରୁଛି। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିଦେବେ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି, ଧନ୍ୟବାଦ।